ବିଲହୁଡ଼ାରେ ଥିବା ଏକ ଗଛ ଡାଳରୁ ଜଣେ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ତେବେ ମୃତ ଯୁବକର ଘର ରାଜସ୍ଥାନରେ ହୋଇଥିବା ବେଳେ ସେ ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳର ଜଣେ ଝିଅକୁ ବାହା ହେବା ପରେ କୋଚିଳାଡିହା କଇଁଫୁଲିଆ ଗ୍ରାମରେ ସ୍ତ୍ରୀ ସହିତ ରହୁଥିଲେ। ହେଲେ ଆଜି ସକାଳୁ ବିଲହୁଡ଼ାରେ ଥିବା ଏକ ଗଛ ଡାଳରେ ସେହି ରାଜସ୍ଥାନୀ ଯୁବକ ରଘୁବୀର ଗୁଜରଙ୍କ ମୃତଦେହ ଝୁଲୁଥିବା ଗ୍ରାମବାସୀମାନେ ଦେଖିବାକୁ ପାଇଥିଲେ। ତେଣୁ ଓଦଳା ଥାନାକୁ ଖବର ଦିଆଯିବାରୁ ପୁଲିସ ଆସି ମୃତଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି। ତେବେ ମୃତ ଯୁବକ ରଘୁବୀର ତାଙ୍କ ସ୍ତ୍ରୀ ପାନ ହାସଦାଙ୍କ ସହିତ କଇଁଫୁଲିଆ ଗ୍ରାମରେ ପ୍ରାୟ 5 ବର୍ଷରୁ ଅଧିକ ହେବ ରହି ଆସୁଥିବା ବେଳେ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହେବା ସନ୍ଦେହ ସୃଷ୍ଟି କରିଛି। ତେଣୁ ପୁଲିସ ପରିବାର ଲୋକଙ୍କୁ ପଚରାଉଚରା କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ମୟୂରଭଞ୍ଜ ଜିଲ୍ଲା ଉଦଳାରୁ ବସନ୍ତ ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।